ରବୀନ୍ଦ୍ରନାଥ ଆସିଥିଲେ ମୋତେ ଫୁଲ ତୋଡ଼ା ଦେଇ ଗଲେ, ସେଥିରେ ଅସୁବିଧା କ'ଣ ଅଛି? ମୁଁ ସେଟା କିଛି ଆଶ୍ଚର୍ଯ୍ୟ ହେଉନି। ଆପଣଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଆପଣ ଚିନ୍ତିତ? ମୁଁ ବିଲକୁଲ ଚିନ୍ତିତ ନୁହେଁ। ମୁଁ ଦେଶର ଭବିଷ୍ୟତ ପାଇଁ ମୋ ଭବିଷ୍ୟତକୁ ନିଲାମ କରିକି ଚାକିରି ଛାଡ଼ିକି ଆସିଛି। ସୁତରାଂ ମୋର ସେ ବିଷୟରେ କିଛି ଚିନ୍ତା ନାହିଁ। ମୋ ରାଜନୀତି ଭବିଷ୍ୟତରେ କ୍ୟାରିୟର କରିବା ପାଇଁ ଆସିନି। ନା ରଘୁବନ୍ତ ସିଏ ତାର ଇସ୍ତଫା, ସିଏ ଯେତେବେଳେ ଯାହା ଚାହିଁଲେ ତାହା କରିହେବନି। ସେ ବସ୍ତାରେ ଲଢ଼ିଲେ, ତାପରେ କହିଲେ ମୋତେ ଜଳେଶ୍ୱରରେ ଟିକେଟ୍ ଦିଅ। କାହିଁ ଦେଇଥାନ୍ତୁ ଆମେ? କିଛି ତାଙ୍କର ସାମର୍ଥ୍ୟ ନାହିଁ ନା। ତେଣୁ ପାର୍ଟି ଡିସାଇଡ୍ କଲା ନା ତାଙ୍କୁ ସେଠି ଟିକେଟ୍ ଦିଆଯାଇପାରିବନି। ଜୀବନ ପ୍ରଦୀପ ଦାସ ଜୀବନ ତ କାହିଁ ଛାଡ଼ିଲେ ତାଙ୍କୁ ପଚାରିଲେ କହିବେ। ସେ ସେତେବେଳେ ଯେତେବେଳେ ଛାଡ଼ିଥିଲେ ତାଙ୍କୁ ମନା କରିଥିଲି ଛାଡ଼ନ୍ତୁନି ବୋଲି। ଏବେ ଯେତେବେଳେ ଛାଡ଼ିଲେ ତାଙ୍କୁ ବି ମନା କରିଛି ଛାଡ଼ନ୍ତୁନି ବୋଲି ଖବର ପାଇଲି। କିନ୍ତୁ ସେ ଛାଡ଼ିଲେ, ମୋତେ କଥା ଦେଲେ ଛାଡ଼ିବେନି, ଛାଡ଼ିଦେଲେ। ତାଙ୍କୁ କ'ଣ କରିବେ? ସେଥିରେ ସମୁଦ୍ର ଅଛି, ନଦୀମାନେ ଆସୁଛନ୍ତି ମିଶୁଛନ୍ତି, କିଏ ନଦୀ ଶୁଖି ଯାଉଛି ବାଟରେ। ସେଥିରେ ସମୁଦ୍ରର କିଛି ମାନେ ସମୁଦ୍ର ଉଛୁଳି ପଡ଼ୁନି, ପାଣି ଶୁଖି ଯାଉନି। ଯେଉଁ ରାଜନୈତିକ କଥାଟା, ଯେମିତି ଆପଣଙ୍କର ସେ ପ୍ରତିନିଧି ଥିଲେ, ଆପଣଙ୍କ ସାଙ୍ଗରେ କଣ୍ଟେଷ୍ଟ କରିଛନ୍ତି, ଆପଣ ବି ତାଙ୍କୁ ହରେଇଛନ୍ତି, ସେ ବିଜେଡିରୁ ସାଂସଦ ମଧ୍ୟ ଥିଲେ, ଆଗକୁ କ'ଣ ଦେଖୁଛନ୍ତି ଆପଣ? ସିଏ ମୋର ପ୍ରତିନିଧି ଥିଲେ, ଆମର ମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ରାସ୍ତା ବନ୍ଦ କରି ବିରୋଧ କରିଥିଲେ, ଏସବୁ ଥିଲା। କିନ୍ତୁ ସେ ବର୍ତ୍ତମାନ ମିଶିଗଲେ ବିଜେପିରେ। ତେଣୁ ସେ ବିଜେପି ପରିବାର ରଙ୍ଗ ହେଲେ। ଆଗକୁ ସେ ଯାହା ହବ ଜଣାପଡ଼ିବ। ଆମେ ଏବେଠୁ କିଛି ପ୍ରେଡିକ୍ସନ୍ କରିପାରିବାନି। କାହିଁକି ନା ଯେତେ ଲୋକ ଆସନ୍ତି, କିଛି ଲୋକ ରହନ୍ତି, କିଛି ଲୋକ ପଳେଇଯାଆନ୍ତି। କିଛି ଲୋକ ପାର୍ଟିର ଅନୁଶାସନ ମାନନ୍ତି, କିଛି ମାନନ୍ତିନି, ବଦମାସି କରନ୍ତି। ତେଣୁ ସେ ଆସିଲେ ଆମେ ସକାରାତ୍ମକ ଚିନ୍ତା କରିବା, ଆସୁ।